जय जगन्नाथ आपण मानकु प्रज्योतिषवाल को स्वागत। ଏବେ ତ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ମଙ୍ଗଳବାରରେ ଆମର ମା ମଙ୍ଗଳାଙ୍କର ଓଷା ରହୁଛି। ତ ବିଶେଷ କରି ଏଇ ମଙ୍ଗଳା ଓଷା 3 ପ୍ରକାର ହେଇଥାଏ। ଯେମିତିକି ଚୈତ୍ର ମାସରେ ଚୈତ୍ର ମଙ୍ଗଳା, ଆଶ୍ୱିନ ମାସ ରାତିରେ ନିଶି ମଙ୍ଗଳବାର ଓଷା କରାଯାଇଥାଏ। ଆଉ ତୃତୀୟଟି ହେଉଛି ବାରମାସୀ ମଙ୍ଗଳବାର। ଦେଖନ୍ତୁ ଚୈତ୍ର ମଙ୍ଗଳା ଓଷା ଯେଉଁଟା ରହୁଛି ସେଟା ଚୈତ୍ର ମାସରେ ଯେତିକଟି ମାନେ ଆମର ମଙ୍ଗଳବାର ପଡ଼ୁଛି ତ ସେତିକି ମଙ୍ଗଳବାର 4ଟି ହଉ କି 5ଟି ହଉ ସେଇ ଚୈତ୍ର ମାସରେ ହିଁ ମଙ୍ଗଳା ଓଷା କରାଯାଇଥାଏ। ନିଶି ମଙ୍ଗଳବାର ଅର୍ଥାତ୍ ନିଶି ମାନେ ନିଶି ଅର୍ଥାତ୍ ମାନେ ରାତିରେ ଯେଉଁ ମଙ୍ଗଳା ଓଷା କରାଯାଇଥାଏ ତାକୁ ନିଶି ମଙ୍ଗଳା ଓଷା କୁହାଯାଏ। ତ ସେଇଟା ବିଶେଷ କରି ଆଶ୍ୱିନ ମାସରେ ଯେତିକଟି ମଙ୍ଗଳବାର ପଡ଼ିଥିବ ତ ସେଇ ମଙ୍ଗଳବାରରେ କ'ଣ ହେଇଥାଏ, ରାତ୍ରିରେ ମା ମଙ୍ଗଳାଙ୍କର ଓଷା କରାଯାଇଥାଏ। ସେଟା ବିଶେଷ ପଣ୍ଡିତ ମାନେ ଆସିକିନା ବ୍ରାହ୍ମଣ ମାନେ ଆସିକରି ରାତିରେ ପୂଜା ପାଠ କରାଯାଏ। ସେତେବେଳେ ମାନେ ରାତି ପର୍ଯ୍ୟନ୍ତ ମହିଳାମାନେ ପୁରା ମାନେ ଭୋକ ଉପାସରେ ରହିଥାନ୍ତି। ସେମାନେ ଖାଇ ନଥାନ୍ତି, ପୁରା ନିର୍ଜଳା ଉପବାସ କରିଥାନ୍ତି। କେତେ ଜଣ ପାଣି ପିଇକରି ରହିଥାନ୍ତି, କେତେ ଜଣ ନିର୍ଜଳା ଓଷା କରିଥାନ୍ତି। ପୂଜା ପରେ ସେମାନେ କିଛି ଖାଇଥାନ୍ତି, ମାନେ ଭୋଗ ଯାହା ବି ମାଙ୍କ ପାଖରେ ଭୋଗ ଲାଗେ ସେଇଟା ହିଁ ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି। ତୃତୀୟଟି ହେଉଛି ବାରମାସୀ ମଙ୍ଗଳବାର। ବାରମାସୀ ମଙ୍ଗଳବାରର ଅର୍ଥାତ୍ ହେଉଛି ମାନେ ବର୍ଷକ ସାରା ମାନେ 365 ଦିନରେ ଯେତିକିଟି ମଙ୍ଗଳବାର ମାସରେ ଯେତିକିଟି ମାନେ 12 ମାସରେ ଯେତିକି ମଙ୍ଗଳବାର ପଡ଼ିବ ସବୁ ମଙ୍ଗଳବାର ଓଷା ସେମାନେ କରିଥାନ୍ତି। କିନ୍ତୁ କିଛିଟା ସ୍ଥାନରେ ଅଛି ଯେ ପ୍ରତ୍ୟେକ ମାସରେ ସେମାନେ କିଛି ମାନେ କେତେଟା ବାରମାସୀ ମଙ୍ଗଳବାର କେତେ ଜଣ କରିଥାନ୍ତି ଯେ ପୁରା ବର୍ଷକ 12 ମାସରେ ଯେତେକଟି ମଙ୍ଗଳବାର ପଡ଼ିବ ସବୁ ମଙ୍ଗଳବାରରେ ମା ମଙ୍ଗଳାଙ୍କର ସେମାନେ ପୂଜା କରିଥାନ୍ତି। କେତେକ ସ୍ଥାନରେ କି କିଛିଟା ଘରେ ଏମିତି ବି ମଧ୍ୟ ଥାଏ ପ୍ରତ୍ୟେକ ମାସରେ ସେମାନେ ଗୋଟିଏ ମାନେ ଗୋଟେ ବାର ମଙ୍ଗଳବାର ଗୋଟେ ଭଲ ମଙ୍ଗଳବାର ଦେଖିକରି ସେମାନେ କ'ଣ କରିଥାନ୍ତି, ମାସରେ ଗୋଟିଏ ମଙ୍ଗଳବାର କରିଥାନ୍ତି। ଏହିପରି 12 ମାସରେ ସେମାନେ 12ଟି ମଙ୍ଗଳବାର ଓଷା ମଧ୍ୟ କିଛିଟା ସ୍ଥାନରେ କରିଥାନ୍ତି। କିନ୍ତୁ ବିଶେଷ କରି ବହୁତ ମହିଳାମାନେ ବାରମାସୀ ମଙ୍ଗଳବାରର ଅର୍ଥାତ୍ ସେମାନେ ବର୍ଷକର ଯେତିକିଟି ମଙ୍ଗଳ ଓଷା ରହେ ସେମାନେ କରିଥାନ୍ତି। ବାରମାସୀ ମଙ୍ଗଳବାର ଯେଉଁମାନେ ଓଷା କରିବାକୁ ଇଚ୍ଛୁକ ଅଛନ୍ତି, କିଛି ମନୋକାମନା ଅଛି କି ପୁତ୍ର କାମନା କି କୌଣସି ସନ୍ତାନ କାମନା ପାଇଁ କି ଘରର ଭଲ ମନ୍ଦ ପାଇଁ, ବିଶେଷ କରି ଏଟା ପିଲା ଛୁଆଙ୍କ ପାଇଁ ଏ ମଙ୍ଗଳା ଓଷାଟା କରାଯାଇଥାଏ। ତ ତେଣୁକରି ଯେଉଁମାନଙ୍କ ମନରେ ସେମିତି କିଛି କାମନା ରହିଥାଏ ସେମାନେ ବାରମାସୀ ମଙ୍ଗଳବାର କରିଥାନ୍ତି। ଏଇ ବାରମାସୀ ମଙ୍ଗଳବାର ଆପଣ ଚୈତ୍ର ମାସରେ ଆରମ୍ଭ କରିପାରିବେ, ନହେଲେ ଆପଣ ଆଶ୍ୱିନ ମାସରେ ମଧ୍ୟ କରିପାରିବେ। କି ଯଦି ଆପଣ ଚୈତ୍ର ମାସରେ କି ଆଶ୍ୱିନ ମାସରେ କରିପାରୁନାହାନ୍ତି କୌଣସି ଅସୁବିଧା କାରଣରୁ, ତାହେଲେ ଆପଣ ଗୋଟେ ଭଲ ଦିନ ଦେଖି ଭଲ ଶୁକ୍ର ପକ୍ଷ ଥିବ ମଙ୍ଗଳବାର ପଡ଼ିଥିବ ତ ସେଇ ସମୟରେ ମଧ୍ୟ ଆପଣ ଆରମ୍ଭ କରିପାରିବେ। ଦେଖନ୍ତୁ ଏବେ ଚୈତ୍ର ମାସ ଆରମ୍ଭ ହେଇଯାଇଛି, ତ ଏଇ ଚୈତ୍ର ମାସରୁ ହିଁ ଆପଣ ଯଦି ବାରମାସୀ ମଙ୍ଗଳବାର ଓଷା କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆପଣ ବାରମାସୀ ମଙ୍ଗଳବାର ଷ୍ଟାର୍ଟ କରିପାରିବେ। ଏବେ ଚାଲନ୍ତୁ ଜାଣିବା ବାରମାସୀ ମଙ୍ଗଳବାର ମାନେ ଆପଣ ଯେଉଁ ପନ୍ଥେଇ ପୂଜା କେମିତି କ'ଣ କରିବେ। ତ ଦେଖନ୍ତୁ ଏଇ ଯେଉଁ ବାରମାସୀ ମଙ୍ଗଳବାର ଓଷା କରାଯାଏ, ବିଶେଷ କରି ଆପଣ ମାନେ ଆପଣଙ୍କ ଘର ବାହାରେ ଯେଉଁ ରାସ୍ତାରେ ଆପଣ କ'ଣ କରିବେ ସେଠି କରିବେ। ସେଠି ଆପଣ କ'ଣ କରିବେ, ଗୋବର ପାଣିରେ ଟିକେ ଭଲ ଭାବରେ ମାନେ ଆପଣ ପୁରା ଲିପି ଦେବେ। ସେଠି ବାରମାସୀ ମଙ୍ଗଳବାରରେ ଗୋଟିଏ ଗାତ କରା ହିଁ ଯାଏ, ଗୋଟେ ଗାତରେ ମାଙ୍କୁ ପୂଜା କରାଯାଏ। କିନ୍ତୁ ଆପଣ ଚୈତ୍ର ମଙ୍ଗଳବାର ଦେଖିବେ ଆଇଦର ଗୋଟେ ଗାତ ନହେଲେ 5ଟି ଗାତରେ ମାଙ୍କୁ ପୂଜା କରାଯାଏ। କିନ୍ତୁ ବାରମାସୀ ମଙ୍ଗଳବାର ଗୋଟିଏ ଗାତରେ ପୂଜା କରାଯାଏ। ଆପଣ ସେ ଚାହିଁବେ ଯଦି ଦେଖନ୍ତୁ କିଛିଟା ସ୍ଥାନରେ ଗାତ ଖୋଳି ଗୋଟେ ଗାତ ଖୋଳି ବାରମାସୀ ମଙ୍ଗଳବାର କରନ୍ତି। ଯଦି ଗୋଟେ ଗାତ ନ ଖୋଳି ପାରୁଛନ୍ତି ତାହେଲେ ସିମେଣ୍ଟର ଆଜିକାଲି ମାର୍କେଟରେ ମିଳୁଛି, ତାକୁ ମଧ୍ୟ ବାହାରେ ରଖି ତାକୁ ଗୋବର ପାଣିରେ ମାନେ ଭଲ ଭାବରେ ଲିପି ମଧ୍ୟ ଆପଣ ଗୋଟେ ଗାତ କରୁଛନ୍ତି। ଗୋଟେ ଗାତରେ ମାଙ୍କୁ ପୂଜା କରୁଛନ୍ତି। କେତେ ଜଣ କ'ଣ କରୁଛନ୍ତି, ଗାତ ନକରି ଠୋଲାରେ କ'ଣ କରୁଛନ୍ତି, ପ୍ରଥମେ ଗୋବର ପାଣିରେ ଭଲ ଭାବରେ ସେ ଜାଗାଟାକୁ ପୋଛି ଦେଉଛନ୍ତି। ମୁରୁଜ ପକାଇ ସାରିଲା ପରେ, ପଞ୍ଚମୁରୁଜ ପକାଇ ସାରିଲା ପରେ ସେମାନେ ଠୋଲାରେ ମାଙ୍କୁ ସେଇଥିରେ ପଣା ଦେଇ ଦେଉଛନ୍ତି। ସେଇଟା ଆପଣଙ୍କର କେଉଁ ସ୍ଥାନରେ ରହୁଛନ୍ତି, କେମିତି ରହୁଛନ୍ତି, ଆପଣଙ୍କ ସୁବିଧା ଦେଖି ଆପଣ
କରିପାରିବେ। ତାପରେ ଦେଖନ୍ତୁ ପ୍ରଥମେ କ'ଣ କରିବେ, ଗୋବର ପାଣିରେ ଭଲ ଭାବରେ ପୋଛିଦେବେ, ପୁରା ଲିପିଦେବେ ଭଲ ଭାବରେ। ସେଠିକି ଟିକେ ଆପଣ ଶୁଦ୍ଧ ଜଳ ଗଙ୍ଗା ଜଳ ଟିକେ ଛିଞ୍ଚିଦେବେ, ପଞ୍ଚାମୃତ ଟିକେ ଛିଞ୍ଚିଦେବେ। ଗୋଟେ ଗାତ ଆପଣ କରିବେ। ତାପରେ କଳସ ସ୍ଥାପନା କରିବେ। କଳସରେ ଆପଣ ପାଣି ଦେବେ, ସେଥିରେ ଗଙ୍ଗା ଜଳ, ଗୁଆ ଟିକେ, ଆପଣ ଚାହିଁବେ ଯଦି ଟିକେ ଚନ୍ଦନ, ତାପରେ ଆପଣଙ୍କର ଫୁଲ ଟିକେ ଆପଣ କିଛି ପକେଇ ସାରିଲା ପରେ ତାପରେ ଆମ୍ବ ଡାଳ, ଦୁବ, ବରକୋଳି ପତ୍ର ଦେବେ। ତାପରେ ଗୋଟେ ଆପଣ କଦଳୀ ରଖିପାରିବେ, ଗୋଟା ଫଳ ଯାହା ଯେକୌଣସି ଆପଣ ରଖିପାରିବେ। କଦଳୀ ହଉ କି ନଡ଼ିଆ ହଉ କି ପଇଡ଼ ହଉ ଆପଣ ରଖିବେ। ଆପଣଙ୍କ ରକ୍ଷା ସୂତ୍ର କି କାଛ, କନା ଯାହା ବି ଆପଣଙ୍କ ପାଖରେ ଅଛି ଆପଣ ଅର୍ପଣ କରିବେ। ତାପରେ ଚନ୍ଦନ ସିନ୍ଦୁର ଅର୍ପଣ କରି ଦୀପ ଲଗେଇବେ। ଲଗେଇ ସାରିଲା ପରେ ତାପରେ କ'ଣ କରିବେ, ପନ୍ଥେଇରେ କ'ଣ କରିବେ, ତାକୁ ତ ଟିକେ ଆପଣ କ'ଣ କରିବେ, ଗୋବର ପାଣି ପୋଛି ଦେଇଥିବେ। ତାପରେ ଏବେ ପନ୍ଥେଇରେ ଆପଣ କ'ଣ କରିବେ, ଟିକେ ଗଙ୍ଗା ଜଳ ଛିଞ୍ଚି ଦେବେ, ପଞ୍ଚାମୃତ ଟିକେ ଛିଞ୍ଚି ଦେବେ। ତାପରେ ପନ୍ଥେଇରେ କ'ଣ କରିବେ, ଗୁଆ ଗୋଟେ ଦେବେ। ଗୁଆକୁ କ'ଣ କରିବେ, ହଳଦୀ ପାଣିରେ ଧୋଇଦେବେ। ସେ ପନ୍ଥେଇକୁ ମଧ୍ୟ ହଳଦୀ ପାଣିରେ ଆପଣ ଭଲ ଭାବରେ ତାକୁ ଧୋଇଦେବେ। ହଳଦୀ ପାଣି ଟିକେ ଢାଳିଦେବେ। କଞ୍ଚା କ୍ଷୀର ମଧ୍ୟ ସେ ପନ୍ଥେଇରେ ଢାଳି ସାରିଲା ପରେ କ'ଣ କରିବେ, ଗୁଆ ମାଙ୍କ ନାମରେ ଆପଣ ସ୍ଥାପନ କରିବେ। ମାଙ୍କ ନାମରେ ଗୁଆ ସ୍ଥାପନ କରିସାରିଲା ପରେ ଆପଣ କ'ଣ କରିବେ, ସେ ହଳଦୀ ପାଣିରେ ମଧ୍ୟ ଗୁଆକୁ ଧୋଇ ଦେଇଥିବେ, ପଞ୍ଚାମୃତରେ ମଧ୍ୟ ଗୁଆକୁ ଟିକେ ଧୋଇ ଦେଇଦେବେ। ତାପରେ ଗୁଆକୁ ସ୍ଥାପନ କରିବେ, ସେଥିରେ ଚନ୍ଦନ ସିନ୍ଦୁର ଲଗେଇବେ ଗୁଆରେ। ତାପରେ ଆପଣ କ'ଣ ପନ୍ଥେଇରେ ମଧ୍ୟ ସିନ୍ଦୁର ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ, ମାଙ୍କୁ କ'ଣ କରିବେ, ଆପଣ ଫୁଲ, ମାଙ୍କୁ ତ ମନ୍ଦାର ଫୁଲ ବହୁତ ପସନ୍ଦ। ମନ୍ଦାର ଫୁଲ, ଅପରାଜିତା ଫୁଲ, ଆପଣଙ୍କ ପାଖରେ ଯଦି ଅଛି କନିଅରି ଫୁଲ, ଟଗର ଫୁଲ, ତା ବ୍ୟତୀତ ଆପଣ ଦୁବ, ବରକୋଳି ପତ୍ର ମଧ୍ୟ ଅର୍ପଣ କରିପାରିବେ। ବେଲପତ୍ର, ଦୁର୍ଲଭା ପତ୍ର, ଅଁଳା ପତ୍ର, ଏସବୁ ପତ୍ର ମଧ୍ୟ ଆପଣ ଅର୍ପଣ କରିପାରିବେ। ଅର୍ପଣ କରି ମାଙ୍କୁ ପୂଜା କରିପାରିବେ। ତାପରେ କ'ଣ କରିବେ, ଆପଣ ପଣା ଭୋଗ, ଅଲଗା କିଛି ନ ଭୋଗ ହେଲେ ଚଳିବ ପଛେ, ପଣା ଭୋଗ ପ୍ରଥମେ କ'ଣ କରିବେ, କଳସ ପାଖରେ ଭୋଗ ଲଗେଇବେ। ତାପରେ ଆପଣ କ'ଣ କରିବେ, ମାଙ୍କ ପାଖରେ ପଣା ଭୋଗ, ସେଇ ଯେଉଁ ଆପଣ ଯେଉଁ ଗାତ କରିଥିବେ ସେ ଗାତରେ ଆପଣ କ'ଣ କରିବେ, ପଣା ଭୋଗ ଅର୍ପଣ କରିବେ, ଢାଳି ଦେବେ। ତାପରେ ଆପଣ କ'ଣ କରିବେ, ଦୀପ, ଧୂପ, ଝୁଣା, କର୍ପୂର ସବୁ ଅର୍ପଣ କରିବେ। ଆଳତି କରିବେ, ମାଙ୍କୁ ଝୁଣା କର୍ପୂରରେ ଆଳତି କରିବେ। ତାପରେ ସୂର୍ଯ୍ୟଦେବଙ୍କୁ ଆପଣ ଚାହିଁବେ ଯଦି କଞ୍ଚା କ୍ଷୀରରେ ଅର୍ଘ୍ୟ ଦେଇପାରିବେ, ସୂର୍ଯ୍ୟଦେବଙ୍କୁ ମଧ୍ୟ ଆଳତି କରିବେ। ଏଇସବୁ ଜିନିଷ ଆପଣ ନିୟମ, ମାନେ ବାରମାସୀ ମଙ୍ଗଳବାର ଯଦି କରୁଛନ୍ତି ତ ବାରମାସୀ ମଙ୍ଗଳବାରରେ ଏଇ ନିୟମ ରହିଛି। ଆପଣ ଏହିପରି ଭାବରେ ସବୁ ମଙ୍ଗଳବାର ଏହିପରି ଭାବରେ ପୂଜା କରିପାରିବେ। ତାପରେ ଆପଣଙ୍କ ଘରେ ଯଦି ଆପଣଙ୍କ ପାଖରେ ମୂର୍ତ୍ତି ଅଛି, ମାଙ୍କର ମୂର୍ତ୍ତି ଯଦି ଅଛି କି ମାଙ୍କର ଫଟୋ ଯଦି ଅଛି, ତ ଆପଣ କ'ଣ କରିବେ, ଘରକୁ ଯିବେ, ମାନେ ଆଗେ ବାହାରେ ପୂଜା କରିସାରିବେ, କି ଆପଣ ଘରେ ପ୍ରଥମେ ବି ପୂଜା କରିସାରିଲା ପରେ ବି ବାହାରେ ଆପଣ ଆସିକରି ମଧ୍ୟ ପୂଜା କରିପାରିବେ। ଘରେ ମାଙ୍କର ଫଟୋ ହଉ, ମୂର୍ତ୍ତି ହଉ, ଯାହା ବି ଅଛି ତାଙ୍କୁ ଟିକେ ପଞ୍ଚାମୃତରେ ଛିଞ୍ଚି ଦେବେ, ପଞ୍ଚାମୃତରେ ସ୍ନାନ କରିଦେବେ, ଟିକେ ଗଙ୍ଗା ଜଳରେ ସ୍ନାନ କରିଦେବେ, ଟିକେ ଶୁଦ୍ଧ ଜଳରେ ସ୍ନାନ କରିଦେବେ। ଯଦି ହଳଦୀ ପାଣି ଆପଣଙ୍କ ପାଖରେ ଅଛି, ହଳଦୀ ପାଣିରେ ମଧ୍ୟ ଟିକେ ସ୍ନାନ କରିଦେବେ। ତାପରେ ମାଙ୍କୁ ଶଙ୍ଖା, ଆଉ ତାପରେ ଆପଣଙ୍କ ପାଖରେ ଯଦି ନାଲି ବସ୍ତ୍ର କିଛି ଅଛି ତ ନାଲି ବସ୍ତ୍ର ଆପଣ ଅର୍ପଣ କରିବେ। ତାପରେ ଫୁଲ, ମାଙ୍କୁ ଯାହା ବି ପସନ୍ଦ, ଯେମିତିକି ମନ୍ଦାର ଫୁଲ ମାଙ୍କୁ ବହୁତ ପ୍ରିୟ, ନାଲି ମନ୍ଦାର ଫୁଲ ଅର୍ପଣ କରିବେ। ଅପରାଜିତା, କନିଅରି, ଟଗର ଫୁଲ, ଦୁବ, ବରକୋଳି ପତ୍ର, ବେଲପତ୍ର, ଦୁର୍ଲଭା ପତ୍ର, ଅଁଳା ପତ୍ର ସବୁ ମାଙ୍କୁ ଅର୍ପଣ କରିବେ। ଦୀପ, ଧୂପ, ଝୁଣା, କର୍ପୂର ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ, ପଣା ଭୋଗ ମାଙ୍କୁ ମଧ୍ୟ ସେଇ ଘରେ ମଧ୍ୟ ଆପଣ ଲଗେଇବେ। ମାଙ୍କର ଯଦି ମା ମଙ୍ଗଳାଙ୍କ ବହି ଆପଣଙ୍କ ଅଛି, ମା ମଙ୍ଗଳାଙ୍କ ବହି ମଧ୍ୟ ଆପଣ ପାଠ କରିପାରିବେ। ଆପଣ ଘରେ ଯଦି ମୂର୍ତ୍ତି ଅଛି କି ଫଟୋ ଅଛି, ପ୍ରତିମା ଅଛି ଯେକୌଣସି ମାଙ୍କର, ତ ସେଠି ଆପଣ ପୂଜା କରିବେ। ତା ସହିତ ଆପଣ ବାହାରେ ମଧ୍ୟ ବାରମାସୀ ମଙ୍ଗଳବାରରେ ମାଙ୍କୁ ମଧ୍ୟ ବାହାରେ ପୂଜା କରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।